जय जगन्नाथ पिला माने तुम मानकु मो यूट्यूब चैनल को स्वागत। पिला माने षष्ठ श्रेणी नूतन सिलेबस अनुजाई साहित्य सुधा बहिर प्रथम पाठ आमे पूर्व वीडियो रे जन्मभूमि विषयर आलोचना करिथिले। आज आमे पिला माने से साहित्य सुधा बहिर देख पिला माने आमे जन्मभूमि पद्यटी आमे पठन करिथिले ता सहित तार प्रश्न उत्तर करिथिले। आज आमे एही देश एई माटी पठन निमंते जो गीतटी अछि ताकू आमे गान करिबा। एहाकू लेखिचंती किए यार लेखक हेउछंती सच्चिदानंद राउतराय। ताहले पिला माने आमे एही देश एही माटी गीतटी को गान करिबा। देख पिला माने पठन निमंते एई देश एही माटी कविताटी को आमे गान करिबा। एई देश एई माटी ममतामयी माटी, एई देश एई माटी ममतामयी माटी, सेबारे तार जीवन देवा, सेबारे तार जीवन देवा, रखिबा तार नाटी, एई देश एई माटी ममतामयी माटी, सुजला सुफल शस्य श्यामल आमयी जन्म माटी, चिरमलय जार पवन, चिर सबुज जार कानन, सागर जहार रत्न भंडार, कोटि रत्न दिए भेटी, सागर जहार रत्न भंडार, कोटि रत्न दिए भेटी, जही झरणा झरी जाए, जही कोइली कुह गाए, सोनार फसल लहरी खेले, सोनार फसल लहरी खेले, बुकुरी जाए लोटी, एई देश एई माटी ममतामयी माटी, एई देश एई माटी ममतामयी माटी, ममतामयी माटी, ममतामयी माटी। पिला माने आमे एही गीतटी गान करिबा परे आमे साहित्य सुधा बहिर द्वितीय विषय हकी विषय आमे एबे आलोचना करिबा। एही विषयर लेखक हेउछंती, आमे एबे हकी विषयटी को आलोचना करिबा। चलो पिला माने देखि नबा। खेलिबाकू बाकिए भल न पाए, खेल खाली आमको आनंद दिएनी, आमर शरीर गठन रे मध्य साहाय्य करे। ताले पिला माने तुम मानकू खेल बहुत भल लगे ना? निश्चिंत समस्ते को खेलिबाकू भल लगे, काहेकि ना खेल आम शरीर पाई बहुत इम्पोर्टेंट। कारण आम खेल बिना आमर कौनसी काम रे मन लागिबो नाही। खेलिले आम मन फूर्ति रहिबो, मस्तिष्क शांत रहिबो, पढ़िबाकू मन भल लागिबो एवं जेकोसी काम रे मन लागिबो। जदि आमे न खेलिबा ताहले आम शारीरिक गठन रे मध्य बाधा हेबो। तेणु आमे खेलिबा द्वारा आम देह सुस्थ रहिबा सहित मन मध्य प्रफुल्लित आनंद रहिଥାଏ। आम शरीर गठन रे खेलर भूमिका बहुत गुरुत्वपूर्ण। सुषम खाद्य, विशुद्ध जल, मुक्त वायु, आलोक परी ଏହା ଆମକୁ
ସୁସ୍ଥ ସତେଜ ରଖିବା ପାଇଁ ଆବଶ୍ୟକ। ତାହେଲେ ପିଲାମାନେ ଆମ ଶରୀର ଗଠନ ପାଇଁ ଯେଭଳି ଭାବରେ ସୁଷମ ଖାଦ୍ୟ ଆବଶ୍ୟକ, ବିଶୁଦ୍ଧ ଜଳ ବି ଆବଶ୍ୟକ, ମୁକ୍ତ ବାୟୁ ବି ଆବଶ୍ୟକ, ଆଲୋକ ମଧ୍ୟ ଆବଶ୍ୟକ, ଠିକ୍ ସେହିପରି ଆମ ଶରୀରକୁ ସୁସ୍ଥ ସତେଜ ଆକ୍ଟିଭ ରଖିବାକୁ ହେଲେ ଆମକୁ ପ୍ରତିଦିନ କିଛି ସମୟ ଖେଳିବାକୁ ପଡ଼ିବ। ଖେଳ ବି ଠିକ୍ ଆମ ଶରୀର ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ଯେମିତି ସୁଷମ ଖାଦ୍ୟ ଦରକାର, ବିଶୁଦ୍ଧ ଜଳ ଦରକାର, ମୁକ୍ତ ବାୟୁ, ଆଲୋକ ପରି ଏହାର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଅଛି ଆମ ଶରୀରକୁ ସୁସ୍ଥ ରଖିବାରେ। କିନ୍ତୁ ଆମ୍ଭେମାନେ ମନେ ରଖିବା ଯେ ଖେଳି ଖେଳି ଅତ୍ୟଧିକ ହାଲିଆ ହେବା ପର୍ଯ୍ୟନ୍ତ ଖେଳିବା ଉଚିତ ନୁହେଁ। ତାହେଲେ ଆମେ ସବୁବେଳେ ମନେ ରଖିବା ଖେଳ ଗୋଟେ ଲିମିଟ୍ ସମୟ ପର୍ଯ୍ୟନ୍ତ ରହିବା ଦରକାର। ଯଦି ଆମେ ଅଧିକ ସମୟ ଖେଳିବା, ଖେଳି ଖେଳି ଅତ୍ୟଧିକ ହାଲିଆ ହେବା ପର୍ଯ୍ୟନ୍ତ ଖେଳିବା ଅନୁଚିତ, ତାହେଲେ ଆମ ଦେହ ଅସୁସ୍ଥ ହୋଇପଡ଼ିବ। ସ୍ୱାସ୍ଥ୍ୟ ଆମର ଅମୂଲ୍ୟ ସମ୍ପଦ। ଆମେ ସମସ୍ତେ ଜାଣିଛେ ସ୍ୱାସ୍ଥ୍ୟ ହେଉଛି ଆମର ଅମୂଲ୍ୟ ସମ୍ପଦ। ଦେଖ ପିଲାମାନେ, ସ୍ୱାସ୍ଥ୍ୟ ଠିକ୍ ଥିଲେ ଆମେ ବିଭିନ୍ନ କାର୍ଯ୍ୟ କରିବାକୁ ସମର୍ଥ ହେଉ। ଆମ ଯଦି ଶରୀର ଭଲ ରହିବ ତାହେଲେ ନିଶ୍ଚିତ ଭାବରେ ଆମେ ସବୁ କାମ ଠିକ୍ ଭାବରେ ସୁଚାରୁ ରୂପେ ତୁଲାଇ ପାରିବା ବା କରିପାରିବା। ତେଣୁ ସ୍ୱାସ୍ଥ୍ୟ ହିଁ ଆମର ସମ୍ପଦ। ନିୟମିତ ବ୍ୟାୟାମ, ଅଙ୍ଗ ଚାଳନା ଆମ ଶରୀରକୁ କର୍ମଠ ବଳିଷ୍ଠ କରେ। ଯଦି ଆମେ ନିୟମିତ ପ୍ରତିଦିନ ସକାଳୁ ଉଠି ବ୍ୟାୟାମ କରିବା ଏବଂ ଯୋଗ ଏବଂ ଧ୍ୟାନ କରିବା, ନିଶ୍ଚିନ୍ତ ଭାବରେ ଆମ ଶରୀର କର୍ମଠ ଓ ବଳିଷ୍ଠ କରେ। ଏଥିଯୋଗୁଁ ସ୍ୟଦ ଆକାରରେ ଦେହର ଦୂଷିତ ଅଂଶ ବହିର୍ଗତ ହୋଇଥାଏ। ତେଣୁକରି ପିଲାମାନେ ଯେତେବେଳେ ଆମେ କାମ କରୁ, ଆମ ଶରୀରରୁ କିଛି ଦୂଷିତ ଜଳ ଝାଳ ଆକାରରେ ବାହାରିଯାଏ। ଆମେ ବ୍ୟାୟାମ କରିବା ସମୟରେ ଘନ ଘନ ପ୍ରଶ୍ୱାସ ନେଉ, ଜୋର ଜୋର ଆମେ ପ୍ରଶ୍ୱାସ ନେଇଥାଉ, ବାୟୁ ଆମ ଭିତରକୁ ନେଉ, ଅକ୍ସିଜେନ୍ ନେଉ ଏବଂ ଏହାଦ୍ୱାରା ଆମ ଶରୀର ଭିତରକୁ ପ୍ରଚୁର ଅମ୍ଳଜାନ ଯାଏ। ଆମେ ଯେତେବେଳେ ଆମେ ଏକ୍ସରସାଇଜ୍ କରୁ, ଆମେ ଅତ୍ୟଧିକ ପରିମାଣର ଯେତେବେଳେ ଆମେ ଅକ୍ସିଜେନ୍ ବା ବାୟୁ ବା ପ୍ରଶ୍ୱାସ ଆମେ ନେଉ, ଯାହାଫଳରେ ଆମ ଭିତରକୁ ସକାଳ ସମୟଟା ସକାଳ ସମୟଟା ଆମର ଯେଉଁ ବିଶୁଦ୍ଧ ବାୟୁ, ଅମ୍ଳଜାନ, ପିଓର ଅମ୍ଳଜାନ ଆମେ ଏକ୍ସରସାଇଜ୍ କଲାବେଳେ ଆମେ ଯେତେ ନେବା ତାହା ଶରୀର ଭିତରକୁ ଯାଇ ଆମ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ବ୍ୟାୟାମ ଦ୍ୱାରା ଆମ ଶରୀରର ମାଂସପେଶୀ ଦୃଢ଼ ହୁଏ। ଆମେ ଯଦି ବ୍ୟାୟାମ କରିବା, ପ୍ରତିଦିନ ସକାଳୁ ଉଠି କିଛି ସମୟ ଏକ୍ସରସାଇଜ୍ କରିବା, ନିଶ୍ଚିତ ଭାବରେ ଆମର ମସଲ୍ସ ସବୁ ଆମର କ'ଣ ହେବ? ଦୃଢ଼ ହେବ, ଷ୍ଟ୍ରଙ୍ଗ ହେବ, ଶକ୍ତ ହେବ। ଆମେ ଯେକୌଣସି ଜିନିଷକୁ ଆମେ ଉଠାଇ ପାରିବା, ଶକ୍ତି ଆମର ବଢ଼ିବ। ଯେଉଁମାନେ ପ୍ରତିଦିନ ଶାରୀରିକ ପରିଶ୍ରମ କରନ୍ତି ସେମାନଙ୍କ ନିମନ୍ତେ ବ୍ୟାୟାମ ବିଶେଷ ଭାବରେ ଆବଶ୍ୟକ ନାହିଁ। ଯଦି କୌଣସି ବ୍ୟକ୍ତି ପ୍ରତିଦିନ ଶାରୀରିକ ପରିଶ୍ରମ କରୁଛି, ଘରେ ବହୁତ କାମ କରୁଛି, ତାହେଲେ ତାକୁ ସକାଳୁ ଉଠିକି ବ୍ୟାୟାମର ଆବଶ୍ୟକ ନାହିଁ। ଜଣେ ସାଧାରଣତଃ ସକାଳ ସ୍ତ୍ରୀ ଲୋକମାନେ ସକାଳୁ 4ଟା ରାତିରୁ ଉଠିକି ନିଜର ବାସି କାମ କରନ୍ତି, ଘର ଓଳାନ୍ତି, ପୋଛା ମାରନ୍ତି, ଯେସବୁ ସଫାସୁଫି କରନ୍ତି, ଏସବୁ କରିବା ଦ୍ୱାରା ତାଙ୍କର ଆଉ ବ୍ୟାୟାମ ଆବଶ୍ୟକ ନାହିଁ। କାରଣ ସେଇ ଯେଉଁ ଶାରୀରିକ ପରିଶ୍ରମ, ଯେଉଁ ଘରର କାମ କଲେ, ଝାଡ଼ୁ ମାରିଲେ, ବାସନ ମାଜିଲେ, କୂଅରୁ ପାଣି କାଢ଼ିଲେ କିମ୍ବା ଟ୍ୟୁବୱେଲ୍ ମାଡ଼ିକି ପାଣି ଘରକୁ ବୋହିକି ନେଲେ କିମ୍ବା ପୋଛା ମାରିଲେ, ନଈକି ପୋଛା ମାରିଲେ, ଏସବୁ କାମ କରିବା ଭିତରେ ତାଙ୍କର ଅଲରେଡ଼ି ବ୍ୟାୟାମ ହୋଇଯାଏ। ତେଣୁକରି ତାଙ୍କର ଏକ୍ସଟ୍ରା ବ୍ୟାୟାମ କିଛି ଆବଶ୍ୟକ ନଥାଏ। କିନ୍ତୁ ଯେଉଁମାନେ ମାନସିକ ପରିଶ୍ରମ କରନ୍ତି ସେମାନଙ୍କ ପାଇଁ ଏହା ଏକାନ୍ତ ପ୍ରୟୋଜନ। ଯେଉଁମାନେ ମେଣ୍ଟାଲି ଭାବରେ ଯେକୌଣସି ଗୋଟେ କାମ କରୁଛନ୍ତି, ମାନସିକ ପରିଶ୍ରମ କରନ୍ତି, ବହୁତ ସମୟ ତାଙ୍କର ମସ୍ତିଷ୍କକୁ ଯେକୌଣସି କାମରେ ଲଗାଇକି ଚିନ୍ତା କରି ଗୋଟେ କାମକୁ ତ୍ୱରାନ୍ୱିତ କରନ୍ତି, ସେମାନଙ୍କ ପାଇଁ ଏହା ଏକାନ୍ତ ପ୍ରୟୋଜନ। ତେଣୁ ସେମାନେ ନିହାତି, ଜଣେ ବସିକି କମ୍ପ୍ୟୁଟରରେ ତା'ର ସବୁବେଳେ କାମ କରୁଛି, ଲ୍ୟାପଟପ୍ରେ କାମ କରୁଛି, ଅଫିସ୍ କାମ ବସିକି କରୁଛି, ତା'ର ସବୁବେଳେ ମସ୍ତିଷ୍କ କ'ଣ କରୁଛି? କାମରେ ଲାଗୁଛି। ତା ଶରୀର ଗୋଟେ ଜାଗାରେ ବସିକି ରହୁଛି, କିନ୍ତୁ ଲ୍ୟାପଟପ୍ ବା କମ୍ପ୍ୟୁଟର ମାଧ୍ୟମରେ ସେ ତା'ର ଅଫିସ୍ କାମଟାକୁ କରି ନେଉଛି। ତେଣୁ ତା ପାଇଁ ସେ କିଛି ୱାର୍କ କଲାନି, ଚାଲିଲାନି, ବୁଲିଲାନି, ନଇଁଲାନି। ତେଣୁକରି ସେ ଗୋଟେ ଜାଗାରେ ବସିକି କମ୍ପ୍ୟୁଟର ମାଧ୍ୟମରେ ବା ଲ୍ୟାପଟପ୍ ମାଧ୍ୟମରେ ବା ମୋବାଇଲ ମାଧ୍ୟମରେ କିଛି କାମ କରୁଛି, ଯାହାଫଳରେ ତା'ର ମାନସିକ ଅର୍ଥାତ୍ ମସ୍ତିଷ୍କ ସେଠି ତା'ର କ'ଣ କରୁଛି ନା କାମ କରିବା ପାଇଁ ଚିନ୍ତା କରୁଛି, ଭାବୁଛି, ତା'ର ମାଇଣ୍ଡଟାକୁ ସେ ସେଠି ଲଗାଉଛି, ଯାହାଫଳରେ ତାକୁ ବ୍ୟାୟାମ ନିହାତି ଆବଶ୍ୟକ, ଏକାନ୍ତ ପ୍ରୟୋଜନ ସେମାନଙ୍କ ପାଇଁ।
ଅନେକ ପ୍ରକାରର ଖେଳ ଥିଲେ ହେଁ ମୁଖ୍ୟତଃ ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇପାରେ। କେତେକ ଖେଳକୁ ଘର ଭିତରେ ଆଉ କେତେକ ଖେଳକୁ ଘର ବାହାରେ କରିବାକୁ ହୁଏ। ତାହେଲେ ବହୁତ ଗୁଡ଼ିଏ ଖେଳ ଅଛି, କିଛି ଖେଳକୁ ଘର ଭିତରେ କରିବାକୁ ପଡ଼େ, ଘର ଭିତରେ କିଛି ଖେଳ ଆଉ ହେଉଛି ଘର ବାହାରେ କିଛି ଖେଳ। ଘର ଭିତରର ଖେଳ କେଉଁ ଗୁଡ଼ିକ ନା ଯେମିତିକି ତାସ୍ ହେଲା, ପଶା ଖେଳ ହେଲା, ଲୁଡ଼ୋ ହେଲା, କ୍ୟାରମ୍ ହେଲା, ଚେସ୍, ପିଙ୍ଗପଙ୍ଗ ପ୍ରଭୃତି ଖେଳ ସାଧାରଣତଃ ଘର ଭିତର ହେଲା। ଏଗୁଡ଼ା ସବୁ ଘର ଭିତର ଖେଳ, ଘର ଭିତରେ ଏଗୁଡ଼ିକ ଖେଳି ପାରିବା। ତେଣୁ ଘର ବାହାରେ କେଉଁ ଖେଳ ଖେଳିପାରିବା? ଲୁଡ଼ୋ, ଫୁଟବଲ, ହକି, କ୍ରିକେଟ, ଭଲିବଲ, ଖୋଖୋ ପ୍ରଭୃତି ଆମେ ଘର ବାହାରେ ଖେଳା ଯାଇଥାଏ। ଆହୁରି ମଧ୍ୟ ଟେବୁଲ ଟେନିସ୍, ପୁଚି ପ୍ରଭୃତି ଖେଳ ଘର ଭିତରେ ଏବଂ ବାହାରେ ମଧ୍ୟ ଖେଳାଯାଇଥାଏ। ଏଗୁଡ଼ିକ ମଧ୍ୟରୁ କେତେକ ଖେଳ ପ୍ରକୃତରେ ବିଦେଶୀୟ ହେଲେ ହେଁ ଆମ ଦେଶରେ ବିଶେଷ ଲୋକପ୍ରିୟ ହୋଇପାରିଛି। ଫୁଟବଲ ଖେଳ ପରି ହକି ଖେଳାଳିମାନେ ଦୁଇ ଦଳ ହୋଇ ମଧ୍ୟ ଖେଳିଥାନ୍ତି। ଯେମିତି ଫୁଟବଲ ଖେଳରେ ଦୁଇ ଦଳ ଥାନ୍ତି, ସେମିତି ହକି ଖେଳରେ ମଧ୍ୟ ଦୁଇ ଦଳ ସେଠି ଆମକୁ କ୍ରିଏଟ୍ କରିବାକୁ ପଡ଼ିଥାଏ। ପ୍ରତି ଦଳରେ 11 ଜଣ ଖେଳାଳି ରହିବାକୁ ପଡ଼େ। ପ୍ରତ୍ୟେକଙ୍କ ହାତରେ, ତେଣୁ ମନେ ରଖିବ, ଆମେ ଯେଉଁ ହକି ଖେଳରେ ଦୁଇ ଦଳ ହୁଏ, ସେ ହକି ଖେଳର ଦୁଇ ଦଳ ବା ପ୍ରତି ଦଳରେ କେତେ ଜଣ ମେମ୍ବର ରୁହନ୍ତି ନା 11 ଜଣ। ପ୍ରତ୍ୟେକଙ୍କ ହାତରେ କାଠ ତିଆରି ଗୋଟିଏ ପ୍ରକାରର ବାଡ଼ି ରହିଥାଏ। ତେଣୁ କାଠ ତିଆରି ଗୋଟିଏ ପ୍ରକାରର ବାଡ଼ି ସମସ୍ତଙ୍କ ହାତରେ ରହିଥାଏ। ଏହାକୁ ହକି ଷ୍ଟିକ୍ ବୋଲି କୁହାଯାଏ। ତ କ'ଣ କୁହାଯାଏ ପିଲାମାନେ? ହକି ଷ୍ଟିକ୍। ଏଇଠି ଲେଖା ହେଇଛି ହକି ଷ୍ଟିକ୍ ବୋଲି କୁହାଯାଏ, ମନେ ରଖିବ। ଏହି ବାଡ଼ି ବା ଷ୍ଟିକ୍ର ଅଗ୍ରଭାଗ ଚେପ୍ଟା ଓ ବଙ୍କା। ଏହା ସାହାଯ୍ୟରେ ଗୋଟିଏ ଛୋଟ ନିଦା ବଲ୍କୁ ଗଡ଼ାଇ ଗଡ଼ାଇ ଆଗକୁ ଖେଳାଯାଇଥାଏ। ତେଣୁ ହକି ଷ୍ଟିକ୍ର ଯେଉଁ ଷ୍ଟିକ୍ର ଅଗ୍ରଭାଗଟା ଟିକେ ବଙ୍କାଳିଆ ହୋଇଥାଏ, ଚେପ୍ଟା ଆଉ ବଙ୍କାଳିଆ ହୋଇଥାଏ, ଯାହାଦ୍ୱାରା ତା ଦ୍ୱାରା ସେଇ ବଙ୍କା ବାଡ଼ି ଦ୍ୱାରା ଛୋଟ ନିଦା ବଲ୍କୁ ଗଡ଼େଇ ଗଡ଼େଇ ଆଗକୁ ଖେଳିବାକୁ ପଡ଼ିଥାଏ। ପୂର୍ବ କାଳରେ ହକି ପରି ଗୋଟିଏ ଖେଳ ପାରସ୍ୟର ଲୋକମାନେ ଖେଳୁଥିଲେ। ହକି ପରି ଗୋଟିଏ ଖେଳ। ସେମାନଙ୍କଠାରୁ ଗ୍ରୀସ୍ ଓ ରୋମର ଲୋକମାନେ ଏହି ଖେଳ ଶିକ୍ଷା କଲେ। କିନ୍ତୁ ଆଧୁନିକ ହକି ଖେଳ ପ୍ରଥମେ 1875 ମସିହାରେ ଇଂଲଣ୍ଡରେ ଆରମ୍ଭ ହୋଇଥିଲା। ମନେ ରଖ, ଆଧୁନିକ ହକି ଖେଳ ପ୍ରଥମେ 1875 ମସିହାରେ ଇଂଲଣ୍ଡରେ ଆରମ୍ଭ ହୋଇଥିଲା। 1875 ଇଂଲଣ୍ଡରେ ଆରମ୍ଭ ହୋଇଥିଲା। ତାର କେତେକ ବର୍ଷ ପରେ ଗୋଟିଏ ଅନ୍ତର୍ଜାତୀୟ ହକି ଖେଳ ସମିତି ଗଢ଼ାଗଲା। ଏହି ସମିତି ହକି ଖେଳର ନିୟମ କାନୁନ ପ୍ରସ୍ତୁତ କଲା। ତା ପାଇଁ ଗୋଟିଏ କ'ଣ ହେଲା? ନିୟମ କାନୁନ ଗଢ଼ାଗଲା। ଭାରତରେ ହକି ଆଜି ଜାତୀୟ ଖେଳର ଗୌରବ ଲାଭ କରିଛି। ତେଣୁ ଆମ ଭାରତ ଦେଶରେ ଆମର ଜାତୀୟ ଖେଳ କିଏ? ନା ହକି ଖେଳକୁ ଆମର ଜାତୀୟ ଖେଳ ବୋଲି ମାନ୍ୟତା ଦିଆଯାଇଛି। ଭେରି ଭେରି ଇମ୍ପୋର୍ଟାଣ୍ଟ, ମନେ ରଖିବ ପିଲାମାନେ, ମୋଷ୍ଟ ଇମ୍ପୋର୍ଟାଣ୍ଟ ପଏଣ୍ଟ। ଭାରତର ଜାତୀୟ ଖେଳ କିଏ? ନା ହକି ଖେଳକୁ ଜାତୀୟ ଖେଳ ଭାବରେ ପ୍ରାଧାନ୍ୟ ଦିଆଯାଇଛି ବା ସ୍ୱୀକୃତି ପ୍ରଦାନ କରାଯାଇଛି। ଭାରତୀୟ ହକି ଖେଳାଳିମାନଙ୍କର କୌଶଳ ଦକ୍ଷତା ଦେଖି ପୃଥିବୀର କ୍ରୀଡ଼ା ପ୍ରେମୀମାନେ ବିସ୍ମିତ ହେଉଛନ୍ତି। ତାହେଲେ ଆମ ଭାରତରେ ଯେଉଁ ହକି ଖେଳାଳିମାନେ ଅଛନ୍ତି, ସେମାନଙ୍କର କୌଶଳ ଦକ୍ଷତା ଏତେ ଭଲ ଯେ ପୃଥିବୀର କ୍ରୀଡ଼ା ପ୍ରେମୀମାନେ ଦେଖିକି ବିସ୍ମିତ ହେଉଯାଉଛନ୍ତି ବା ଆଶ୍ଚର୍ଯ୍ୟ ହେଉଯାଉଛନ୍ତି। 1928 ମସିହାରେ ହଲାଣ୍ଡ ଦେଶରେ ଜଣେ ଅଲିମ୍ପିକ୍ କ୍ରୀଡ଼ା ଅନୁଷ୍ଠିତ ହୋଇଥିଲା। ସେଥିରେ ଭାରତୀୟ ଖେଳାଳି ଦଳ ହକି ଖେଳରେ ବିଜୟୀ ହୋଇ ସ୍ୱର୍ଣ୍ଣ ପଦକ ଲାଭ କରିଥିଲେ। ମନେ ରଖିବ, କେତେ ମସିହାରେ? ନା 1928 ମସିହାରେ ହଲାଣ୍ଡ ଦେଶରେ ଯେଉଁ ଅଲିମ୍ପିକ୍ କ୍ରୀଡ଼ା ଅନୁଷ୍ଠିତ ହୋଇଥିଲା, ସେଥିରେ ଭାରତୀୟ ଖେଳାଳି ଦଳ ହକି ଖେଳରେ ବିଜୟୀ ହୋଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଭେରି ଭେରି ଇମ୍ପୋର୍ଟାଣ୍ଟ, ମନେ ରଖିବ। ଏହାପରେ କ୍ରମାଗତ ଭାବରେ 5ଟି ଅଲିମ୍ପିକ୍ କ୍ରୀଡ଼ାରେ ଭାରତ ହକିରେ ଶୀର୍ଷ ସ୍ଥାନ ଅଧିକାର କରିଛି।
1964 ପିଲାମାନେ ଦେଖ 1964 ମସିହାରେ ଟୋକିଓଠାରେ ଅନୁଷ୍ଠିତ ଅଲିମ୍ପିକ୍ କ୍ରୀଡ଼ା ପ୍ରତିଯୋଗିତାରେ ମଧ୍ୟ ଭାରତ ହକି ଖେଳରେ ବିଜୟ ଲାଭ କରି ତାର ପୂର୍ବ ଗୌରବ ଅକ୍ଷୁଣ୍ଣ ରଖିଥିଲା। ତାହେଲେ ମନେ ରଖିବ କେତେ ମସିହାରେ ନା 1964 ମସିହାରେ ଟୋକିଓଠାରେ ଅନୁଷ୍ଠିତ ଅଲିମ୍ପିକ୍ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ହକି ଖେଳରେ ବିଜୟ ଲାଭ କରି ପୂର୍ବ ପରି ତାର ଗୌରବ ଅକ୍ଷୁଣ୍ଣ ରଖିଥିଲା। ଭାରତ ହକିରେ ପଥ ପ୍ରଦର୍ଶକ ହୋଇ ରହିଛି। ହକି ଖେଳରେ ଭାରତର ଗୌରବ ମୂଳରେ ନିହିତ ଅଛି। ବିଶିଷ୍ଟ କ୍ରୀଡ଼ାବିତ୍ ଜୟପାଲ ସିଂ ଓ ଧ୍ୟାନଚାନ୍ଦଙ୍କ ଅପୂର୍ବ କୃତିତ୍ୱ। ତେଣୁ ମନେ ରଖିଥିବ, ଭେରି ଭେରି ଇମ୍ପୋର୍ଟାଣ୍ଟ। ହକି ଖେଳର ମାନେ ପ୍ରସିଦ୍ଧ କ୍ରୀଡ଼ାବିତ୍ ହେଉଛନ୍ତି ଜୟପାଲ ସିଂ ଆଉ ଧ୍ୟାନଚାନ୍ଦ। ଏମାନଙ୍କର କୃତିତ୍ୱ ଏବେ ମଧ୍ୟ ଅପୂର୍ବ ଅଛି, ଗୌରବ ହେଇକି ରହିଛି। ମନେ ଅଛି ସମସ୍ତଙ୍କର, ମନେ ରଖିବ, ଭେରି ଭେରି ଇମ୍ପୋର୍ଟାଣ୍ଟ। ଧ୍ୟାନଚାନ୍ଦଙ୍କ ଜନ୍ମ ଝାନ୍ସୀ ଅଞ୍ଚଳରେ। ଏଠି ଦେଖ ପିଲାମାନେ, ଏଠି ଧ୍ୟାନଚାନ୍ଦଙ୍କ ଜନ୍ମ ଝାନ୍ସୀ ଅଞ୍ଚଳରେ। ବାଲ୍ୟକାଳରୁ ହକି ଖେଳ ପ୍ରତି ତାଙ୍କର ବିଶେଷ ଆଗ୍ରହ ଥିଲା। ସେ ଜଣେ ଉଚ୍ଚ କୋଟିର ଖେଳାଳି ହୋଇଥିବାରୁ ଲୋକମାନେ ତାଙ୍କୁ ଝାନ୍ସୀ ବୀର ବୋଲି କହୁଥିଲେ। ତେଣୁ ଝାନ୍ସୀ, ତାଙ୍କ ଗାଁ ଅଞ୍ଚଳ ନାଁ ହେଉଛି ଝାନ୍ସୀ। ଝାନ୍ସୀରେ ସେ ଜନ୍ମଗ୍ରହଣ କରିଥିଲେ। ସେ ଏତେ ହକି ଖେଳରେ ପାରଙ୍ଗମ ଯେ ତେଣୁ ଉଚ୍ଚ କୋଟିର ଖେଳ ଦେଖି ତାଙ୍କୁ ଲୋକମାନେ ଝାନ୍ସୀର ବୀର ବୋଲି କହୁଥିଲେ। ସେ ତାଙ୍କ ଭାଇ ରୂପ ସିଂ ଓ ଅନ୍ୟ କେତେକ ବ୍ୟକ୍ତିଙ୍କୁ ନେଇ ଗୋଟିଏ ହକି ଦଳ ଗଢ଼ିଥିଲେ। ପୃଥିବୀର ବିଭିନ୍ନ ଦେଶର ହକି ପ୍ରତିଯୋଗିତାରେ ଏହି ଦଳ ବିପୁଳ ବିଜୟ ଲାଭ କରିଥିଲା। ସେ ଯେଉଁ ଦଳ, ଧ୍ୟାନଚାନ୍ଦ ଆଉ ତାଙ୍କ ଭାଇ ଏବଂ କେତେକ ବ୍ୟକ୍ତିଙ୍କୁ ନେଇ ଯେଉଁ ଦଳ ଗଠନ କରିଥିଲେ, ସେହି ଦଳରେ ସେ ଏତେ ଭଲ କଲେ ଯେ ପୃଥିବୀର ଯେଉଁ ଯେଉଁ ଜାଗାକୁ ସେ ଖେଳିବାକୁ ଯାଆନ୍ତି ସେ ବିଜୟ ଲାଭ କରିଥାନ୍ତି। 1936 ମସିହାରେ ବର୍ଲିନ୍ଠାରେ ଅନୁଷ୍ଠିତ ଅଲିମ୍ପିକ୍ କ୍ରୀଡ଼ାରେ ସେ ଭାରତୀୟ ହକି ଦଳର ନେତୃତ୍ୱ ନେଇଥିଲେ। ତେଣୁ ମନେ ରଖିବ, ଧ୍ୟାନଚାନ୍ଦ 1936 ମସିହାରେ ବର୍ଲିନ୍ଠାରେ ଅନୁଷ୍ଠିତ ଅଲିମ୍ପିକ୍ କ୍ରୀଡ଼ାରେ ସେ ଭାରତୀୟ ହକି ଦଳର ନେତୃତ୍ୱ ନେଇଥିଲେ। ସେଠାରେ ସେ ଯେଉଁ ଚମକପ୍ରଦ ଖେଳ ଖେଳିଥିଲେ ତାହା ଦେଖି ଦର୍ଶକ ବୃନ୍ଦ ତାଙ୍କୁ ଏକ ସ୍ୱରରେ ହକି ଖେଳର ଯାଦୁକର ବୋଲି କହିଥିଲେ। ତେଣୁ ଏତେ ସୁନ୍ଦର ଖେଳିଥିଲେ। ତେଣୁ ସେତେବେଳେ ଯେତେବେଳେ ଗୋଟେ 1936 ମସିହାରେ ବର୍ଲିନ୍ଠାରେ ଗୋଟେ କ'ଣ ଅଲିମ୍ପିକ୍ କ୍ରୀଡ଼ାରେ ସେ ଭାରତୀୟ ହକି ଦଳର ନେତୃତ୍ୱ ନେଇଥିଲେ। ସେଠାରେ ସେ ଯେଉଁ ଚମକପ୍ରଦ ଖେଳ ଖେଳିଥିଲେ, ସେଠି ଦର୍ଶକମାନେ ଦେଖିକି ତାଙ୍କୁ ଏକ ସ୍ୱରରେ କହିଥିଲେ ସେ ହେଉଛନ୍ତି ହକି ଖେଳର ଗୋଟେ ଯାଦୁକର ବୋଲି ଆଖ୍ୟା ଦେଇଥିଲେ। ତାଙ୍କର ଅସାଧାରଣ କ୍ରୀଡ଼ା ନୈପୁଣ୍ୟ ଦେଖି ଲୋକମାନେ ସନ୍ଦେହ କଲେ ଯେ ସେ କୁହୁକ ବାଡ଼ି ବ୍ୟବହାର କରୁଛନ୍ତି କିମ୍ବା ସେଥିରେ କୌଣସି ଅଠା ଲଗାଇଛନ୍ତି। ଲୋକଙ୍କର ଏହି ସନ୍ଦେହ ମୋଚନ ପାଇଁ ତାଙ୍କୁ 2-3 ଥର ହକି ଷ୍ଟିକ୍ଟିକୁ ପରିବର୍ତ୍ତନ କରିବାକୁ ହୋଇଥିଲା। ଯେତେବେଳେ ସବୁ ଲୋକମାନେ ସନ୍ଦେହ କଲେ ଏତେ ସୁନ୍ଦର ଖେଳୁଛନ୍ତି, ନିଶ୍ଚିନ୍ତ ଭାବରେ ତାଙ୍କ ବାଡ଼ିର କିଛି ଯାଦୁ ଅଛି, ସେ ଅଠା ଲଗାଇଛନ୍ତି କିମ୍ବା କୁହୁକ ବାଡ଼ି ବ୍ୟବହାର କରୁଛନ୍ତି। ସେଥିଲାଗି ତାଙ୍କ ବାଡ଼ିକୁ 3-4 ଥର ପରିବର୍ତ୍ତନ ବି କରାଗଲା। 2-3 ଥର ପରିବର୍ତ୍ତନ କରାଯାଇଛି, କିନ୍ତୁ ତାଙ୍କ ଖେଳରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳେ ନାହିଁ। ତାଙ୍କୁ ଯେକୌଣସି ହକି ଷ୍ଟିକ୍ ଦେଲେ ମଧ୍ୟ ସେ ସବୁବେଳେ ଖେଳରେ ଟପ୍ କରୁଥିଲେ। ହକି ଖେଳିଲା ବେଳେ ହକି ବଲ୍ର ଚଞ୍ଚଳ ଗତି ସହିତ ସତେ ଯେପରି ଧ୍ୟାନଚାନ୍ଦଙ୍କର ସମୁଦାୟ ଶରୀର ତାଳ ଦେଇ ଚାଲିଥାଏ। ହକି ତାଙ୍କ ପକ୍ଷରେ କେବଳ ଗୋଟିଏ ଖେଳ କହିଲେ ଠିକ୍ ହେବ ନାହିଁ, ଏହା ତାଙ୍କର ଜୀବନ ଓ ଏକମାତ୍ର ଆମୋଦ ଥିଲା। ମାନେ ସେ ବହୁତ ଆନନ୍ଦ ଅନୁଭବ କରୁଥିଲେ। ସେ ଯେତେବେଳେ ଖେଳୁଥିଲେ ଧ୍ୟାନଚାନ୍ଦ, ସିଏ ସେଇ ଖେଳରେ ମାନେ ଗୋଟେ ଆନନ୍ଦ ଅନୁଭବ କରୁଥିଲେ। ସେଥିପାଇଁ ସେ ହକି ଖେଳକୁ ଗୋଟେ ଖେଳ ବୋଲି ଭାବୁନଥିଲେ, ସେ ତାର ଜୀବନ, ତାଙ୍କର ହକି ଖେଳ ହେଉଛି ତାଙ୍କର ଜୀବନ ଏବଂ ତାଙ୍କ ଆନନ୍ଦ ଖୁସିର ଗୋଟେ ବାଟ। ତେଣୁକରି ସେଥିପାଇଁ ସେ ଖେଳକୁ ଭଲ ଭାବରେ ଖେଳୁଥିଲେ। ଧ୍ୟାନଚାନ୍ଦଙ୍କର ଖେଳ ଦେଖି ଦର୍ଶକମାନେ ବିସ୍ମିତ ହୋଇଯାଆନ୍ତି। ଶତମୁଖର ତାଙ୍କର ପ୍ରଶଂସା ଖେଳିଯାଏ। ସେ ଏଡ଼େ ପ୍ରସିଦ୍ଧ ଅର୍ଜନ କରିଥିଲେ ମଧ୍ୟ ତାଙ୍କ ମନରେ ତିଳେ ହେଲେ ଗର୍ବ ନଥିଲା। ଯେ ତାଙ୍କ ସଂସ୍ପର୍ଶରେ ଆସୁଥିଲେ ସେ ତାଙ୍କର ସରଳ ଓ ନିରାଡ଼ମ୍ବର ସ୍ୱଭାବରେ ମୁଗ୍ଧ ହୋଇଯାଉଥିଲେ। ସେ ଏତେ ସରଳ ଥିଲେ, ସରଳ ସ୍ୱଭାବର ଥିଲେ, ତାଙ୍କୁ ସମସ୍ତେ ଭଲ ପାଉଥିଲେ ଏବଂ ତାଙ୍କ ସରଳ ସ୍ୱଭାବରେ ଖୁସି ହୋଇଯାଉଥିଲେ। ପ୍ରକୃତରେ କହିବାକୁ ଗଲେ ଧ୍ୟାନଚାନ୍ଦ ହିଁ ଆମ କ୍ରୀଡ଼ା ଜଗତର ଏକ ଅମଳିନ ପ୍ରତିଭା।
ତାଙ୍କର ଆଦର୍ଶ ଭାରତୀୟ ଖେଳାଳିମାନଙ୍କୁ ଅନୁପ୍ରାଣିତ କରିଛି। ତାଙ୍କର ସଂଗଠନ ଉଦ୍ୟମ ଫଳରେ ହକି ଭାରତର ମୁଖ୍ୟ ଖେଳରେ ପରିଣତ ହୋଇଛି। ତାହେଲେ ଧ୍ୟାନଚାନ୍ଦ ଏତେ ସୁନ୍ଦର ଖେଳାଳି ହୋଇଥିବାରୁ ତାଙ୍କୁ ଦେଖି ଆମର ଭାରତର ହକି ଖେଳାଳିମାନେ ମଧ୍ୟ କ'ଣ ଅନୁପ୍ରାଣିତ ହେଉଛନ୍ତି ଏବଂ ତାଙ୍କ ଭଳି ହେବାକୁ ସମସ୍ତେ ଚେଷ୍ଟା କରୁଛନ୍ତି, ତାଙ୍କ ଆଦର୍ଶକୁ ମାନିକି ଚାଲୁଛନ୍ତି। ତାଙ୍କର ସଂଗଠନ ଓ ଉଦ୍ୟମ ଫଳରେ ହକି ଭାରତର ମୁଖ୍ୟ ଖେଳରେ ପରିଣତ ହୋଇପାରିଛି। ପୃଥିବୀରେ ଆହୁରି କେତୋଟି ଦେଶ ଏହି ଖେଳ ପ୍ରତି ଆକୃଷ୍ଟ ହୋଇ ଏଥିରେ ପାରଙ୍ଗମ ହୋଇ ଉଠିଲେଣି। ସେମାନଙ୍କ ମଧ୍ୟରେ ପାକିସ୍ତାନ, ପଶ୍ଚିମ ଜର୍ମାନ, ହଲାଣ୍ଡ, ସ୍ପେନ୍, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଉଲ୍ଲେଖଯୋଗ୍ୟ। ତେଣୁକରି ଏହି ପୃଥିବୀରେ ଆହୁରି କେତୋଟି ଦେଶ ମଧ୍ୟ ଏହି ଖେଳ ପ୍ରତି ଆକୃଷ୍ଟ ହେଲେଣି। ଯେମିତି ଆମ ଭାରତ ବହୁତ ନାଁ କରିଛି ହକି ଖେଳରେ, ଠିକ୍ ସେଇଭଳି ଭାବରେ ଆହୁରି ଅନେକ ଦେଶ ଅଛି ଯାହାକି ଏହି ହକି ଖେଳ ପ୍ରତି ଆକୃଷ୍ଟ ହୋଇଛନ୍ତି ଏବଂ ବହୁତ ଉନ୍ନତି ବି କଲେଣି ଏବଂ ଖେଳରେ ଟପ୍ କଲେଣି। ସେମାନଙ୍କ ମଧ୍ୟରେ କେଉଁ ଦେଶ ସବୁ ନା ପାକିସ୍ତାନ, ପଶ୍ଚିମ ଜର୍ମାନୀ, ହଲାଣ୍ଡ, ସ୍ପେନ୍, ଅଷ୍ଟ୍ରେଲିଆ ଆଉ ନ୍ୟୁଜିଲାଣ୍ଡ ମଧ୍ୟ ବହୁତ ହକି ଖେଳରେ ପାରଙ୍ଗମ ହୋଇ ଉଠିଲେଣି। 1975ରେ ଅନୁଷ୍ଠିତ ବିଶ୍ୱ ହକି ପ୍ରତିଯୋଗିତାରେ ଭାରତ ବିଜୟୀ ହୋଇ ହକି କପ୍ ହାସଲ କରିଥିଲା। ଭେରି ଇମ୍ପୋର୍ଟାଣ୍ଟ, ପିଲାମାନେ ମନେ ରଖିବ। 1975ରେ ହୋଇଥିବା ବିଶ୍ୱ ହକି ପ୍ରତିଯୋଗିତାରେ ଭାରତ ବିଜୟୀ ହୋଇ ହକି କପ୍ ହାସଲ କରିଥିଲା। ଏହି ପ୍ରତିଯୋଗିତାରେ ଯୋଗ ଦେଇଥିବା ଖେଳାଳିମାନଙ୍କ ମଧ୍ୟରେ ଓଡ଼ିଶାର ଖେଳାଳି ମାଇକେଲ କିଣ୍ଡୋ ଦକ୍ଷତାର ସହ ଖେଳି ସମସ୍ତଙ୍କୁ ଚମତ୍କୃତ କରିଥିଲେ। ତାହେଲେ ଯେଉଁ 1975 ମସିହାରେ ଯେଉଁ ବିଶ୍ୱ ହକି ପ୍ରତିଯୋଗିତା ହୋଇଥିଲା ତାହାରେ ଭାରତ ବିଜୟୀ ହୋଇ ହକି କପ୍ ହାସଲ କରିଥିଲା। ସେଥିରେ ସେହି ପ୍ରତିଯୋଗିତାରେ ଯୋଗ ଦେଇଥିବା ଖେଳାଳିମାନଙ୍କ ମଧ୍ୟରେ ଜଣେ ଓଡ଼ିଶାର ଖେଳାଳି ଯାହାଙ୍କ ନାଁ ହେଉଛି, ପିଲାମାନେ ଜାଣିଥିବ, ଯାହାଙ୍କ ନାଁ ଓଡ଼ିଶାର ଖେଳାଳି ମାଇକେଲ କିଣ୍ଡୋ ଦକ୍ଷତାର ସହ ଖେଳି ସମସ୍ତଙ୍କୁ ଚମତ୍କୃତ କରିଥିଲେ, ଯାହାଫଳରେ ଭାରତ ସେଥିର ବିଜୟୀ ହୋଇକି ହକି କପ୍ ହାସଲ କରିଥିଲା। ସେ ବିଶ୍ୱକପ୍ରେ ବିଶ୍ୱ ହକି ପ୍ରତିଯୋଗିତାରେ ଖେଳିକି ସେ ହକି କପ୍ ହାସଲ କରିଥିଲେ। ଓଡ଼ିଶାର ଖେଳାଳି ନାଁ କ'ଣ? ମାଇକେଲ କିଣ୍ଡୋ। ହକି ସୁନ୍ଦରଗଡ଼ ଆଦିବାସୀମାନଙ୍କର ଏକ ପ୍ରିୟ ଖେଳ। ତାହେଲେ ପିଲାମାନେ କହିଲ, ସୁନ୍ଦରଗଡ଼ ଆଦିବାସୀମାନଙ୍କର ପ୍ରିୟ ଖେଳ ହେଉଛି ହକି। ତାହେଲେ ସେଇ ରାଜ୍ୟର ଆଉ ଗୋଟିଏ ପ୍ରସିଦ୍ଧ ହକି ଖେଳାଳିଙ୍କ ନାଁ କହିଲ, ଜାଣିଛ ତାଙ୍କ ନାଁ କ'ଣ? ସୁନ୍ଦରଗଡ଼ର ଦିଲ୍ଲୀପ ତିର୍କୀ। ତାହେଲେ ମନେ ରଖ, ସୁନ୍ଦରଗଡ଼ରେ ହକି ଖେଳରେ ପ୍ରସିଦ୍ଧ ହୋଇଥିବା ଆଉ ଜଣେ ଖେଳାଳିଙ୍କ ନାଁ ହେଉଛି ଦିଲ୍ଲୀପ ତିର୍କୀ। ତେଣୁ ସେଇଭଳି ଭାବରେ ଓଡ଼ିଶାର ଆଉ କେତେଜଣ ହକି ଖେଳାଳିମାନଙ୍କ ନାଁ ତୁମେ କମେଣ୍ଟ ବକ୍ସରେ ଲେଖିକି ଜଣାଇବ କେଉଁମାନେ ରହିଲେ ହେଲା। ପିଲାମାନେ ସେମାନଙ୍କ ଖେଳ ଦେଖିଲେ ମନେ ହେବ ସତେ ଯେପରି ତାହା ସେମାନଙ୍କ ସହଜାତ, ମାନେ ସେ ଯେମିତି ସେଇଥିପାଇଁ ହିଁ ଜନ୍ମ ହୋଇଛନ୍ତି। ହକିରେ ଏତେ ପାରଙ୍ଗମ, ହକି ଖେଳ ଏତେ ଭଲ ସେ ଖେଳନ୍ତି ଯେମିତି ଲାଗିବ ସତେ ଯେପରି ସେ ହକି ଖେଳ ପାଇଁ ହିଁ ସେ ଜନ୍ମ ହୋଇଛନ୍ତି। ବୁଝିପାରୁଛ ନାଇଁ? ଏତେ ସୁନ୍ଦର ଖେଳନ୍ତି। ଦେଖ ପିଲାମାନେ, ପ୍ରାୟ ଦେଖିବ ପିଲାମାନେ କଳାହାଣ୍ଡି, କୋରାପୁଟ ଏବଂ ସୁନ୍ଦରଗଡ଼ ସାଇଡ଼ର ମହିଳା ମାନେ ମଧ୍ୟ, ଝିଅମାନେ ହକିରେ ଏତେ ପାରଙ୍ଗମ ଖେଳିବାରେ ନା ବହୁତ ସୁନ୍ଦର ଖେଳନ୍ତି। ଦେଖ ତାଙ୍କର ଗୋଟେ ଟିମ୍ ଅଛି, ଦେଖ ଓଡ଼ିଶାର, ଏ ଓଡ଼ିଶା ଲେଖା ହେଇଛି କି ନାହିଁ? ତେଣୁ ଏ ଓଡ଼ିଶାର ଝିଅମାନଙ୍କ ଟିମ୍ ଗୋଟେ ଅଛି ହକି, ବହୁତ ସୁନ୍ଦର ଖେଳନ୍ତି। ତୁମେମାନେ ଚାହିଁଲେ ବି ହକି ଖେଳରେ ତୁମେ ବି ଭଲ କରିପାରିବ। ତୁମର ଯଦି ସେତିକି ଆଗ୍ରହ ଏବଂ ଚେଷ୍ଟା ଥିବ, କୌଣସି କାମ କଷ୍ଟ ନୁହେଁ। ସେ ହକି ହେଉ, କ୍ରିକେଟ୍ ହେଉ, ଭଲିବଲ୍ ହେଉ, ପାଠ ହେଉ, ଯେଉଁଥିରେ ଆନନ୍ଦ ଅନୁଭବ କରି ଖୁସିରେ ଶିଖିବ, ସେ ଜିନିଷ ସବୁ ଭଲ ହେବ ଏବଂ ତା ଦେହରେ ଭଲ ନାଁ କରିବ ନିଶ୍ଚିନ୍ତ ଭାବରେ। ସବୁବେଳେ ଯେକୌଣସି ଜିନିଷ ଶିଖ ନା କାହିଁକି, ତାର ଆଗ୍ରହ ସହିତ ଆମେ ଶିଖିବା, ଆଗ୍ରହ ସହିତ ଆନନ୍ଦର ସହିତ ଗ୍ରହଣ କରିବା, ତାହେଲେ ସେ ଜିନିଷଟା ଆମକୁ ସହଜ ହେବ, କଷ୍ଟ କୌଣସି କଥା ନୁହେଁ। ତାହେଲେ ଆମେ ହକି ବିଷୟଟି ପିଲାମାନେ ଆମେ ଆଲୋଚନା କଲେ। ତାପରେ ଏବେ ଆମେ ନେକ୍ସଟ ପର ଭିଡ଼ିଓରେ ଆମେ ତାର ପ୍ରଶ୍ନ ଉତ୍ତରକୁ ଆଲୋଚନା କରିବା। ପିଲାମାନେ, ମୁଁ ଗଦ୍ୟ ବିଭାଗଟିକୁ ପଢ଼େଇ ଦେଲି ହକିର। ତୁମେମାନେ ଭଲସେ ସେଇ ହକି ବିଷୟର ଗଦ୍ୟ ବିଭାଗଟିକୁ ଭଲସେ ପଢ଼ି ନେବ। ପ୍ରଥମେ ପଢ଼ି ସାର, ତାପରେ ଆମେ ନେକ୍ସଟ ଭିଡ଼ିଓରେ କ୍ୱେଶ୍ଚିନ୍ ଆନ୍ସର ଆମେ ଆଲୋଚନା କରିବା। ଠିକ୍ ଅଛି? ଭଲ ଭାବରେ ପଢ଼ିଲେ ଆମେ କ୍ୱେଶ୍ଚିନ୍ ଆନ୍ସର କଲାବେଳେ ତୁମେମାନେ କ୍ୱେଶ୍ଚିନ୍ ଆନ୍ସର
क्वेश्चन आंसर दे पार भल लगे करने न पढ़िले आलोचना कला बेले भल लगे तेणुक तुम आगे पढ़ प्रथम पढ़ी सार आम करवा ठीक अच्छे ताल भिडटी भल लगी विषयटी को भलसे बुझीपार जदि निश्चिंत भाव में गोटे लाइक करदे और चैनल रे नुआ थिले निश्चिंत भाव में सब्सक्राइब करदे। जय जगन्नाथ। धन्यवाद।